ପାଟି ଅରଜି ହଉ କିମ୍ବା ଭୋକ ନଥାଉ ଦେଖୁ ଦେଖୁ ଇଚ୍ଛା ବଢ଼ିଯିବ ଖାଇବା ପାଇଁକା। ଯେତେବେଳେ ଆମ୍ବୁଲ ବେସର ରାଇ ଏଇଭଳି ଚଟପଟା ମିଳିଯିବ ଖାଇବାକୁ ଅରୁଆ ହଉ ବା ଉଷୁନା ଭାତ ସହିତ। ଆଉ ସବୁଠୁ ବଡ଼ କଥା ହେଉଛି ଆକୁ ଆଜି ଆମେ ବିନା ପିଆଜ ରସୁଣରେ ବନେଇକି ରେଡ଼ି କରିବା। ଆମ୍ବୁଲ ବେସର ରାଇ ଯେଉଁଟା ବହୁତ ଟେଷ୍ଟ ଲାଗେ, ଚଟପଟା ଖଟା ମିଠା ଯେତିକି ଥାଏ ସେତିକି ଟେଷ୍ଟି ଲାଗିଥାଏ। ଖଟା ତ ଆପଣ ବହୁତ ପ୍ରକାର ଆମ୍ବୁଲରେ ବନେଇଥିବେ, କିନ୍ତୁ ଥରେ ବନେଇକି ଦେଖିବେ ଆମ୍ବୁଲ ବେସର ରାଇ ଯେଉଁଟା ଖାଇବାକୁ ବହୁତ ବଢ଼ିଆ ଲାଗେ। ନମସ୍କାର, ମୁଁ ମିତା, ମୋ ଲକ୍ଷ୍ମୀ ଆଣ୍ଡିଶାଳା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ସ୍ୱାଗତ। ଭିଡ଼ିଓଟାକୁ ଜମାରୁ ସ୍କିପ୍ ନ କରିକି ପୁରା ଦେଖନ୍ତୁ। ଦେଖି ସାରିଲା ପରେ ଯଦି ଭଲ ଲାଗୁଛି ପ୍ଲିଜ୍ ଭିଡ଼ିଓ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତ ଆମ୍ବୁଲ ବେସର ବନେଇବା ପାଇଁ ପ୍ରଥମେ ଏଠି ଆମ୍ବୁଲ ନେବା। ତ ଏଠି ଦେଖନ୍ତୁ ଟାକୁଆ ବାଲା ଆମ୍ବୁଲ ନେଇଛି, 6ରୁ 5 ଖଣ୍ଡ ହେବ ମୁଁ ଏଠି ଆମ୍ବୁଲ ନେଇଛି। ଆପଣ ଯଦି କଅଁଳିଆ ଆମ୍ବୁଲ ଯେଉଁ ଥାଏ ସେଇ ଆମ୍ବୁଲ ବି ନେଇପାରନ୍ତି। ତ ଆମ୍ବୁଲକୁ ଭଲ ଭାବରେ ଟିକେ ଧୋଇ ସାରିଲା ପରେ ଏବେ ସେଥିରେ ମୁଁ ଦେଇଛି ଖଜୁରୀ କୋଳି। ଏଠି ମୁଁ ଦେଇଛି। ତ ଖଜୁରୀ କୋଳି ପୁରା ଅପସନାଲ୍ ଅଛି, ଆପଣ ସ୍କିପ୍ ବି କରିପାରିବେ, କିନ୍ତୁ ଦେବେ ଯଦି ବହୁତ ବଢ଼ିଆ ଲାଗିବ ଏ ଆମ୍ବୁଲ ବେସର। ଏବେ ସେଥିରେ ଆମେ ଗରମ ପାଣି ଦେଇଦେବା, ଯାହାଦ୍ୱାରା ଆମ୍ବୁଲ ବଢ଼ିଆ ଭାବରେ ଟିକେ ବତୁରିବ, ଖଜୁରୀ ବି ବତୁରିଯିବ, ଆଉ ଏକ୍ସଟ୍ରା ତା ଲୁଣ ଅଂଶଟା ଟିକେ ବାହାରିଯିବ। ତ ଏବେ ଆକୁ ଆମେ ଘୋରେଇକି ଟିକେ ସାଇଡ଼ରେ ରଖିବା। ଏବେ ଚାଲନ୍ତୁ ବେସର ମସଲା ବାଟି ନେବା। ପ୍ରଥମେ ଗୋଟେ ଗ୍ରାଇଣ୍ଡର ଜାର୍ ଏଠି ନେଇଯିବା। ତ ମସଲା ବାଟିବା ପାଇଁ ଏଠି ଦେଖନ୍ତୁ ମୁଁ ଏଠି ଗୋଟେ ନୀଳ ସୋରିଷ ନେଇଛି, ଆଉ ଗୋଟେ ଚାମଚ ଏଠି ମୁଁ ନେଇଛି ଜିରା ନେଇଛି, ଖଣ୍ଡେ ଅଦା ନେଇଛି, 2 ଚାମଚ ଏଠି ସୋରିଷ ନେଇଛି। ଆପଣ କଳା ସୋରିଷ ବି ନେଇପାରନ୍ତି, ଦୁଇଟା ସୋରିଷ ମିଶାଇ ନେଇପାରନ୍ତି। ଏମିତି ସବୁ ଦେଇ ସାରିଲା ପରେ ହାଫ୍ ଚାମଚ ଟିକେ କମ୍ ଲୁଣ, ହଳଦୀ ଏଠି ଦେଇଦେବା। ଆଉ ଏ ଆମ୍ବୁଲ ବେସର ଆମର ଆହୁରି ଟେଷ୍ଟି ବହଳିଆ ହେବା ପାଇଁକା ଏଥିରେ ଆମେ ଗୋଟେ ନଡ଼ିଆ କୋରା ଦେବା। ଫାଳେ ନଡ଼ିଆ କୋରା ନେଇଛି, ଗୋଟେ ଛୋଟ ସାଇଜ ନଡ଼ିଆ କୋରା ଏଠି ଦେଇଦେବି। ଆଉ ବଢ଼ିଆ ଟେଷ୍ଟ ଲାଗିବା ପାଇଁକା, ରାଗ ପାଇଁକା ଏଠି ଗୋଟେ ଶୁଖିଲା ଲଙ୍କା ଦେଇଦେବା। ପାଣି ହାଫ୍ କପ୍ ଖଣ୍ଡେ ଦେଇକି ଆକୁ ଚିକ୍କଣ କରିକି ବାଟି ଆଣିବା। ଆଉ ଏଇଠି ଆପଣ ଦେଖିପାରୁଥିବେ ଏ ମସଲାଟାକୁ ମୁଁ ବାଟି ଆଣିଛି। ତ ଏଇଠି ଆମର ଆମ୍ବୁଲ ବେସର ପାଇଁକା ମସଲା ରେଡ଼ି ହୋଇସାରିଛି। ନଡ଼ିଆକୁ ଜମାରୁ ଏଥିରେ ସ୍କିପ୍ କରିବେନି, ନଡ଼ିଆ ନିହାତି ଦେବେ। ଆଉ ଏଥିରେ ଆପଣ କଳା ସୋରିଷ ବି ଦେଇପାରିବେ ଯଦି ହଳଦିଆ ସୋରିଷ ନାହିଁ, କି ଦୁଇଟା ଯାକ ଅଛି ଦୁଇଟା ଯାକ ସୋରିଷ ଦେଇପାରନ୍ତି। ତ ମସଲାକୁ ସାଇଡ଼ରେ ରଖିବା। ଆମ୍ବୁଲ ବଢ଼ିଆ ଭାବରେ ବତୁରି ଯାଇଛି, ଆଉ ସାଙ୍ଗରେ ଖଜୁରୀ ବି ବତୁରି ସାରିଛି। ଏ ପାଣି ଗୁଡ଼ା କାଢ଼ି ନେବା, ଆକୁ ଟିକେ ସାଇଡ଼ରେ ରଖିବା। ଗ୍ୟାସରେ କରେଇ ବସେଇ ଗୋଟେ ଚାମଚ ତେଲ ଦେଇଦେବା। ତେଲ ତାତିଲା ପରେ ମସଲା ଯେଉଁ ବାଟିକି ନେଇଥିଲୁ ତାକୁ ଦେଇଦେବା। ମସଲାକୁ ବଢ଼ିଆ ଭାବରେ ଟିକେ ନାକୁ କଷି ନେବା, ବେଶୀ ସମୟ ଆକୁ କଷିବେନି, ପିତା ଲାଗିବ। ତ ଏଠି ଦେଖନ୍ତୁ ମସଲା ଟିକେ କଷି ହେଲା ପରେ ଏଥିରେ ବଢ଼ିଆ କଲର୍ ଆସିବା ପାଇଁକା କାଶ୍ମୀର ଲଙ୍କାଗୁଣ୍ଡ ଗୋଟେ ଚାମଚ ଦେଇଦେଉଛି, ଯେଉଁଟା ରାଗ ହାଲକା ଦେବ କିନ୍ତୁ କଲର୍ ବଢ଼ିଆ ଦେବ ଏଥିରେ। ତ ଭଲ ଭାବରେ ଆକୁ ଟିକେ ମିଶାଇଲା ପରେ ଏବେ ଆମ୍ବୁଲ ଯେଉଁ ଆମେ ଗରମ ପାଣିରେ ବତୁରେଇଥିଲୁ, ଆମ୍ବୁଲ ଆଉ ଖଜୁରୀ, ତାକୁ ଏଠି ଦେଇଦେବା। ତ ଆମ୍ବୁଲ ଖଜୁରୀକି ଦେଇ ସାରିଲା ପରେ ମସଲାରେ କିଛି ସମୟ କଷିଲା ପରେ ଏଥିରେ ପାଣି ଦେଇଦେବା। ପାଣି ଟିକେ ଅଧିକା କରିକି ଦେବେ, କାହିଁକିନା ଆମର ଆମ୍ବୁଲଟା ବି ସିଝିବ ଆଉ ତା ସହିତ ମସଲାଟା ବି ଟିକେ ସିଝିବ। ତ ପାଣି ଦେଇକି ଭଲ ଭାବରେ ଆକୁ ମିଶାଇ ନେବା। ଏଥିରେ ମୋତେ ଲୁଣ ଟିକେ କମ୍ ଲାଗିଲା। ମସଲାରେ ବାଟିଲା ବେଳେ ବି ଲୁଣ ଆମେ ଦେଇଥିଲୁ, ଆଉ ଆମ୍ବୁଲରେ ବି ଏମିତି ଲୁଣ ଅଂଶ ଥାଏ, କିନ୍ତୁ ମୋତେ ଏଠି ଟିକେ କମ୍ ଲାଗିଲା, ସେଥିପାଇଁକା ମୁଁ ଏଠି ଅଳ୍ପ ଟିକେ ଲୁଣ ଦେଇଦେଇଛି। ତ ଏଇଠି ଆପଣ ଚାଖି ନେବେ ଲୁଣ କମ୍ ବେଶୀ ହେଇଛି କି ନାହିଁ। ତ ଲୁଣ ଦେଇକି ଭଲ ଭାବରେ ମିଶାଇ ସାରିଲା ପରେ ଏବେ ଆକୁ ଆମେ ଘୋରେଇକି ଛାଡ଼ିଦେବା 5ରୁ 10 ମିନିଟ୍ ପାଇଁକା, ବଢ଼ିଆ ଭାବରେ ଆମ୍ବୁଲ ଆଉ ମସଲା ସିଝିବା ପାଇଁକା। ତ ଏଠି ଦେଖିପାରୁଥିବେ 5-10 ମିନିଟ୍ ପରେ କାଢ଼ିକି ଦେଖାଉଛି, ଆପଣ ଦେଖିପାରୁଥିବେ ଆଗଠୁ ଏଇଟା ବହଳିଆ ହେଇଗଲାଣି, ଆଉ ବହୁତ ବଢ଼ିଆ ବାସ୍ନା ଏଥିରୁ ଆସୁଛି। ଏବେ ଏଥିରେ ଆମେ ମିଠା ପାଇଁକା ଦେଇଦେବା ଚିନି। ତ ମୁଁ ଏଠି ଚିନି ଦେଉଛି, ଆପଣ ଗୁଡ଼ ବି ଦେଇପାରନ୍ତି। ସାଙ୍ଗରେ ଏଠି କୋରା ନଡ଼ିଆ ଏଠି ଦେଇଦେଉଛି। ଅଧା ନଡ଼ିଆ ମୁଁ ବାଟିଥିଲି ମସଲାରେ, ଆଉ ଅଧା ଏଠି ରଖିଥିଲି କୋରା ନଡ଼ିଆ, ତାକୁ ଏଠି ଦେଇଦେଉଛି। କିନ୍ତୁ ବାଟିବାକୁ ନିହାତି ନଡ଼ିଆ ନେବେ, ଏଠି ନଦେଲେ ବି ଚଳିବ, କିନ୍ତୁ ଦେବେ ଯଦି ବହୁତ ଟେଷ୍ଟ ଲାଗିବ। ସବୁ ଜିନିଷକୁ ଭଲ ଭାବରେ ମିଶାଇକି ଆଉ କିଛି ସମୟ ଏଇଠି ଛାଡ଼ିଦେବା ଲୋ ଫ୍ଲେମ୍ରେ। ଏବେ ଚାଲନ୍ତୁ ଏଇ ବେସର ପାଇଁକା ଗୋଟେ ଛୁଙ୍କ ରେଡ଼ି କରିନେବା। ଗୋଟେ ତଡ଼କା ପ୍ୟାନ୍ ଏଠି ନେଇଯାଇଛି, ଗୋଟେ ଚାମଚ ତେଲ କିମ୍ବା ଘିଅ ଦେଇକି ଗୋଟେ ଶୁଖିଲା ଲଙ୍କା, 5 ଫୁଟଣ, ଭୃଷଙ୍ଗ ପତ୍ର, ତା ସହିତ ଗୋଟେ ଚିମୁଟା ହେଙ୍ଗୁ ଦେବା, ଯେଉଁଟା ଟେଷ୍ଟ ଲାଗିବ ଆମ ବେସରରେ। ଏ ସବୁ ଜିନିଷକୁ ଟିକେ ତାଙ୍କୁ ବଢ଼ିଆ ଭାବରେ ଭାଜି ସାରିଲା ପରେ ସଙ୍ଗେ ସଙ୍ଗେ ଏଇ ଛୁଙ୍କଟାକୁ ଆମ ବେସରରେ ଦେଇଦେବା। ଆମ୍ବୁଲ ବେସରରେ ଦେଇକି ଆକୁ ଘୋରେଇ ଦେବେ, ଯାହାଦ୍ୱାରା ଛୁଙ୍କଟା ବଢ଼ିଆ ଭାବରେ ଆମ ବେସର ଭିତରେ ରହିଯିବ। ଆଉ ଏଠି ଦେଖନ୍ତୁ ବହୁତ ବଢ଼ିଆ ବାସ୍ନା ଏଥିରୁ ଆଉଛି ଦେଲା ପରେ ଛୁଙ୍କ। ତ ଭଲ ଭାବରେ ଟିକେ ନାକୁ ମିଶାଇ ନେବା। ତ ଭଲ ଭାବରେ ଆକୁ ମିଶାଇ ସାରିଲା ପରେ ଲାଷ୍ଟକୁ ଏଥିରେ ଭଜା ଜିରା ଗୁଣ୍ଡ ଆଉ ଭଜା ଶୁଖିଲା ଲଙ୍କା ଗୁଣ୍ଡର ଏଠି ଦେଇ ସାରିଲା ପରେ ଆକୁ ଆଉ ଟିକେ ମିଶାଇ ନେବା। ଏଇଠି ଆମର ରେଡ଼ି ହେଇଯିବ ଆମ୍ବୁଲ ବେସର ରାଇ, ଯେଉଁଟା ଆମେ ବିନା ପିଆଜ ରସୁଣରେ ବନେଇକି ରେଡ଼ି କରିଛି। ଯଦି ଆପଣ ପିଆଜ ରସୁଣ ଦିନେ ବନାଉଛି, ତାହେଲେ ଆପଣ ଆଦିରେ ରସୁଣ ବି ଦେଇପାରନ୍ତି ଯେତେବେଳେ ଆମେ ମସଲା ବାଟିଲେ। ତ ଏବେ ଆମର ଏ ଆମ୍ବୁଲ ବେସର ରାଇକି ଗୋଟେ ଜେଗାକୁ କାଢ଼ି ନେବା।
ଆଉ ଏଇଠି ଆମର ରେଡ଼ି ହେଇଗଲା ଏଇ ଚଟପଟା ଖଟା ମିଠାର ଟେଷ୍ଟି ଆମ୍ବୁଲ ବେସର ରାଇ, ଯେଉଁଟା ଦେଖିବାକୁ ଯେତିକି ସୁନ୍ଦର ସେତିକି ଟେଷ୍ଟି ଥାଏ। ଅରୁଆ ଭାତ ହଉ ବା ଉଷୁନା ଭାତ ସାଙ୍ଗରେ ଡାଲମା ସହିତ ଯଦି ଏଇ ଚଟପଟା ଆମ୍ବୁଲ ରାଇ ମିଳିଯିବ, ସାଇଡ଼୍ରେ ଆଉ କିଛି ବି ଦରକାର ହୁଏ ନାହିଁ। ତ ନିହାତି ଗୋଟିଏ ଥର ବନେଇକି ଦେଖନ୍ତୁ ଏଇ ପ୍ରୋସେସ୍ରେ ଏଇ ଆମ୍ବୁଲ ବେସର ରାଇ, ଯେଉଁଟା ଖାଇବାକୁ ବହୁତ ବଢ଼ିଆ ଲାଗେ। କେମିତି ଲାଗିଲା ଆପଣମାନଙ୍କର ଅନୁଭବ ନିଶ୍ଚିନ୍ତ ସେୟାର କରିବେ। ମୁଁ ପୁଣି ଆଉ ଗୋଟେ ନୂଆ ରେସିପି ନେଇ ଆସିବି। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।